ଜୟ ଜଗନ୍ନାଥ ୱେଲକମ୍ ଟୁ ୟୋର ଚ୍ୟାନେଲ ୱାର୍ଲଡ ଆଫେୟାର୍ସ ମଧୁଜିକେ ଓଡ଼ିଆ। ସାଙ୍ଗମାନେ, ପ୍ରତ୍ୟେକ କମ୍ପିଟେଟିଭ୍ ଏକ୍ଜାମ୍ ରେଲୱେ ଗ୍ରୁପ୍ ଡି ଏକ୍ଜାମ୍ ପାଇଁ ମଡର୍ଣ୍ଣ ଇଣ୍ଡିଆନ୍ ହିଷ୍ଟ୍ରି ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଟପିକ୍। 1757ରୁ 1947 ବହୁତ ଲମ୍ବା ଟାଇମ୍, 200 ବର୍ଷ। କିନ୍ତୁ ଆମେ ଏଇ ଇତିହାସତିକ ମନେ ରଖିବାଟା ସମ୍ଭବ ନୁହେଁ। କିନ୍ତୁ ପ୍ରତ୍ୟେକ ଏକ୍ଜାମ୍ରେ ଏଇଥିରୁ କୋଶ୍ଚିନ୍ ପଚରାଯାଏ। ଆଜିର ଏହି ଭିଡ଼ିଓରେ ଆମେ 1757ରୁ 1785 ମସିହା ଯାଏଁ ପାର୍ଟ 1ରେ କିଛି ଇମ୍ପୋର୍ଟାଣ୍ଟ ଥିଓରି ଆଉ MCQ ଡିଟେଲରେ ଜାଣିବା। ଭିଡ଼ିଓକୁ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ମାତ୍ର 5 ମିନିଟ୍ରେ ଆପଣଙ୍କର ଏହି ଚାପ୍ଟର ଲାଇଫ୍ ଟାଇମ୍ ପାଇଁ କ୍ଲିଅର ହୋଇଯିବ। ବ୍ରିଟିଶ ରୁଲ୍ର ଆରମ୍ଭ ପଲାସି ଯୁଦ୍ଧ 1757 ମସିହାରେ ହୋଇଥିଲା, ଯେଉଁଥିରେ ବ୍ରିଟିଶର ନେତୃତ୍ୱ ନେଇଥିଲେ, ଇଂରେଜଙ୍କର ନେତୃତ୍ୱ ନେଇଥିଲେ ରବର୍ଟ କ୍ଲାଇଭ୍, ଆଉ ବଙ୍ଗଳାର ନବାବ ଥିଲେ ସେଇ ଟାଇମ୍ରେ ସିରାଜ ଉଦ୍ଦୌଲା। ତାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଆଉ ବଙ୍ଗଳାର ନବାବଙ୍କର ଜଣେ ସେନାପତି ଥିଲେ ମିର୍ ଜାଫର, ଯିଏକି ଚିଟିଂ କରିଥିଲେ। ଆଉ ବଙ୍ଗଳାର ନବାବ ସିରାଜ ଉଦ୍ଦୌଲା ପରାସ୍ତ ହୋଇଥିଲେ ପଲାସି ଯୁଦ୍ଧରେ। ତାପରଠାରୁ ଭାରତରେ ବ୍ରିଟିଶ ରୁଲ୍ ଆରମ୍ଭ ହୋଇଥିଲା। ତାପରେ 1764 ମସିହାରେ ବକ୍ସାର ଯୁଦ୍ଧ ହୋଇଥିଲା। ମନେ ରଖିବେ, ବ୍ୟାଟେଲ୍ ଅଫ୍ ବକ୍ସାର 1764। ସେଇଥିରେ ବ୍ରିଟିଶର ଆଉ ଆମର ବଙ୍ଗଳା, ଅୱଧ ଏବଂ ମୋଗଲ ସମ୍ରାଟଙ୍କର ତିନୋଟି ଯାକର ସୈନ୍ୟବାହିନୀଙ୍କୁ ବ୍ରିଟିଶରମାନେ ପରାସ୍ତ କରିଥିଲେ। ତାପରେ ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମ ଭାରତରେ ଆରମ୍ଭ ହୋଇଥିଲା। 1765 ମସିହାରୁ 1772 ମସିହାରେ ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମ ଲାଗୁ ହୋଇଥିଲା, ଯେଉଁଥିରେ ବ୍ରିଟିଶ ସମ୍ପୂର୍ଣ୍ଣ ରାଜସ୍ୱ ନିୟନ୍ତ୍ରଣ କରୁଥିଲେ। ନବାବ ନାଁ ମାତ୍ର ମୁଖ୍ୟ ହୋଇକି ଥିଲେ। ଏହାପରେ ଆଉ ଜଣେ ଫେମସ୍ ଗଭର୍ଣ୍ଣର ଜେନେରାଲ ଆସିଥିଲେ, ୱାରେନ୍ ହାଷ୍ଟିଂ, ଯିଏକି ବେଙ୍ଗଲର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ। ଆଉ 1773 ମସିହାରେ ସେ ରେଗୁଲେଟିଂ ଆକ୍ଟ ପାସ୍ କରିଥିଲେ। ଏଇଟା ମନେ ରଖିବେ, ଏକ୍ଜାମରେ ଡାଇରେକ୍ଟ ପଚରାଯାଏ ରେଗୁଲେଟିଂ ଆକ୍ଟ କେବେ ପାରିତ ହୋଇଥିଲା। ତା ଉତ୍ତର ରହିବ 1773। ଆହ୍ଲାବାଦ ଚୁକ୍ତି ବିଷୟରେ ଜାଣିବା। 1765 ମସିହାରେ ରବର୍ଟ କ୍ଲାଇଭ୍ ଏବଂ ଭାରତର ଶାହା ଆଲମ ଦ୍ୱିତୀୟ ଏବଂ ସୁଜାଉଦ୍ଦୌଲାଙ୍କ ମଧ୍ୟରେ ଏହି ଏଗ୍ରିମେଣ୍ଟ ହୋଇଥିଲା, ଆହ୍ଲାବାଦ ଚୁକ୍ତି 1765, ଯେଉଁଥିରେ ବ୍ରିଟିଶ କମ୍ପାନୀ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳା, ବିହାର ଏବଂ ଓଡ଼ିଶାରେ ଦିୱାନୀ ଅଧିକାର ରାଜସ୍ୱ ସଂଗ୍ରହ ପାଇଥିଲା। ବଙ୍ଗଳାରେ ଦ୍ୱୈତ ସରକାର ଆରମ୍ଭ ହୋଇଥିଲା। ଡୁଆଲ ଗଭର୍ଣ୍ଣମେଣ୍ଟ ସିଷ୍ଟମରେ ବ୍ରିଟିଶ ସମ୍ପୂର୍ଣ୍ଣ ରାଜସ୍ୱ ନେଉଥିଲେ, ନବାବ କେବଳ ନାମମାତ୍ର ପାୱାରରେ ବସିଥିଲେ। ତାପରେ ୱାରେନ୍ ହାଷ୍ଟିଙ୍ଗଙ୍କର ଶାସନକାଳ ବିଷୟରେ ଜାଣିବା। 1773ରୁ 1785, ଯେଉଁଥିରେ ସେ କେତେଗୁଡ଼ିଏ ନ୍ୟାୟିକ ସଂସ୍କାର କରିଥିଲେ। ସଂକେତପ୍ରାପ୍ତ ଆଇନ, ପୃଥକ ନାଗରିକ ଏବଂ ଅପରାଧିକ ନ୍ୟାୟ ସଂସ୍କାର କରିଥିଲେ। ରାଜସ୍ୱ ସଂସ୍କାର ଷ୍ଟାର୍ଟ କରିଥିଲେ। ନିଲାମ ବ୍ୟବସ୍ଥା, ଦୁର୍ନୀତିକୁ ରୋକିବା ପାଇଁ ଚେଷ୍ଟା କରିଥିଲେ। ୱାରେନ୍ ହାଷ୍ଟିଙ୍ଗଙ୍କର ଶାସନ ସମୟରେ ପିଟ୍ସ ଇଣ୍ଡିଆ ଆକ୍ଟ 1784 ମସିହାରେ ପାରିତ ହୋଇଥିଲା। ବ୍ରିଟେନରେ ବୋର୍ଡ ଅଫ୍ କଣ୍ଟ୍ରୋଲ ସୃଷ୍ଟି ହୋଇଥିଲା। କମ୍ପାନୀ ପାଖରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ପାଖରେ ବାଣିଜ୍ୟ କ୍ଷମତା ବଜାଇ ରହିଥିଲା, କିନ୍ତୁ ରାଜନୈତିକ ଶକ୍ତି ବର୍ତ୍ତମାନ ବ୍ରିଟିଶ ସରକାରଙ୍କର ଅଧୀନରେ ଥିଲା, ରାଣୀ ଭିକ୍ଟୋରିଆଙ୍କ ଅଧୀନରେ ଥିଲା। ଠିକ୍ ଅଛି, ବୁଝିପାରିଥିବେ, ମନେ ରଖିବେ। ଏବେ ଇମ୍ପୋର୍ଟାଣ୍ଟ ଯୁଦ୍ଧ ବିଷୟରେ ଜାଣିବା, ଯେଉଁଗୁଡ଼ିକ ୱାରେନ୍ ହାଷ୍ଟିଙ୍ଗଙ୍କ ଶାସନକାଳ ସମୟରେ ହୋଇଥିଲା। ପ୍ରଥମ ଆଙ୍ଗ୍ଲୋ ମରାଠା ଯୁଦ୍ଧ 1775ରୁ 1782। 1782 ମସିହାରେ ସାଲବାଇ ଚୁକ୍ତିନାମା ଅନୁଯାୟୀ ପ୍ରଥମ ଆଙ୍ଗ୍ଲୋ ମରାଠା ଯୁଦ୍ଧ ସମାପ୍ତ ହୋଇଥିଲା, ଯେଉଁଥିରେ ମରାଠା ଏବଂ ବ୍ରିଟିଶ ନିଜ ନିଜର ସ୍ଥିତି ବଜାଇ ରଖିଥିଲେ। ୱାରେନ୍ ହାଷ୍ଟିଙ୍ଗଙ୍କ ଶାସନ ପୂର୍ବରୁ 1767ରୁ 69 ମସିହାରେ ପ୍ରଥମ ଆଙ୍ଗ୍ଲୋ ମହୀଶୂର ଯୁଦ୍ଧ ଷ୍ଟାର୍ଟ ହୋଇଥିଲା, ଯେଉଁଥିରେ ମାଡ୍ରାସ ଚୁକ୍ତି ସହିତ ସମାପ୍ତ ହୋଇଥିଲା। ମହୀଶୂରର ଶାସକ ଥିଲେ ହାଇଦର ଅଲି। ମନେ ରଖିବେ, 1780 ମସିହାରୁ 84 ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଆଙ୍ଗ୍ଲୋ ମହୀଶୂର ଯୁଦ୍ଧ ହୋଇଥିଲା, ଯେଉଁଟାକି ହାଷ୍ଟିଙ୍ଗଙ୍କ ସମୟରେ ଗୋଟେ ବଡ଼ ସଂଘର୍ଷ ହୋଇଥିଲା। ହାଇଦର ଅଲି ଏବଂ ପରେ ଟିପୁ ସୁଲତାନ ବ୍ରିଟିଶଙ୍କ ମଧ୍ୟରେ ହୋଇଥିଲା। ମାଙ୍ଗଲୋର ଚୁକ୍ତି 1784 ମସିହା ସହିତ ଦ୍ୱିତୀୟ ଆଙ୍ଗ୍ଲୋ ମହୀଶୂର ଯୁଦ୍ଧ ସମାପ୍ତ ହୋଇଥିଲା। ସାଙ୍ଗମାନେ, ଏତିକି ଥିଓରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣ ମନେ ରଖିବେ। ଏବେ କେଉଁ କେଉଁ କୋଶ୍ଚିନ୍ ଆମର ବନୁଛି ଏଥିରେ ଆମେ ଡିସ୍କସନ୍ କରିବା। କିଛି ଇମ୍ପୋର୍ଟାଣ୍ଟ ଜିକେ। ପ୍ରଥମ ପ୍ରଶ୍ନ ବହୁତ ବଡ଼ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ରେଲୱେ ଆଉ SSCର ଫେଭରେଟ୍ କୋଶ୍ଚିନ୍। ଦ ବ୍ୟାଟେଲ୍ ଅଫ୍ ପଲାସି ୱାଜ୍ ଫଟ୍ ଇନ୍। ପଲାସି ଯୁଦ୍ଧ କେବେ ହୋଇଥିଲା? ତାର ଠିକ୍ ଉତ୍ତର 1757 ମସିହା। ପଲାସି ଯୁଦ୍ଧରେ ବଙ୍ଗଳାର ନବାବ କିଏ ଥିଲେ? ହୁ ୱାଜ୍ ଦ ନବାବ ଅଫ୍ ବେଙ୍ଗଲ ଡିଫିଟେଡ୍ ଇନ୍ ବ୍ୟାଟେଲ୍ ଅଫ୍ ପଲାସି? ଠିକ୍ ଉତ୍ତର ସିରାଜ ଉଦ୍ଦୌଲା। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ, ବହୁତ ଥର ପଚରା ଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଦ ବ୍ୟାଟେଲ୍ ଅଫ୍ ବକ୍ସାର ୱାଜ୍ ଫଟ୍ ଇନ୍। ବକ୍ସର ଯୁଦ୍ଧ କେବେ ହୋଇଥିଲା? ଠିକ୍ ଉତ୍ତର 1764 ମସିହା।
परवर्ती प्रश्न द ट्रिटी ऑफ अलाहाबाद वाज साइंड बिटवीन कहा मध्यरे अलाहाबाद चुक्ति स्वाक्षरित होइथिला। ठीक उत्तर रॉबर्ट क्लाइव एवं शाह आलम द्वितीय। मन रखिबे बहुत बड़ इंपोर्टेंट क्वेश्चन। परवर्ती प्रश्न व्हिच एक्ट एस्टाब्लिश्ड द सुप्रीम कोर्ट एट कोलकाता केउ कार्य कलिकता रे सुप्रीम कोर्ट प्रतिष्ठा करिथिला। ठीक उत्तर रेगुलेटिंग एक्ट 1773। नोट करि नेबे बहुत बड़ इंपोर्टेंट क्वेश्चन बहुत थर पचरा जाइछि। परवर्ती प्रश्न द डुअल गवर्नमेंट इन बेंगल वाज इंट्रोड्यूस्ड बाय बेंगल रे द्वैत शासन आरंभ किए करिथिले। ठीक उत्तर रॉबर्ट क्लाइव। परवर्ती प्रश्न हु वाज द फर्स्ट गवर्नर जनरल ऑफ बेंगल बेंगल रो प्रथम गवर्नर जनरल किए थिले। बहुत बड़ इंपोर्टेंट क्वेश्चन। ठीक उत्तर वारेन हास्टिंग। मन रखिबे। परवर्ती प्रश्न द ब्रिटिश ईस्ट इंडिया कंपनी गॉट दिवानी राइट ऑफ बेंगल बिहार एंड ओडिशा थ्रू ब्रिटिश ईस्ट इंडिया कंपनी बंग बिहार एवं ओडिशा रे दिवानी अधिकार पाइथिला केउ चुक्तिनामा परे। मन रखिबे। ठीक उत्तर ट्रिटी ऑफ अलाहाबाद। सांग माने प्रथमे आपण थियोरीटा जदि ध्यानर सह शुणिथिबे ए क्वेश्चन गुडाक आपनकु इजी लागुथिबो। परवर्ती प्रश्न द फर्स्ट आंग्लो मराठा वार एंड विथ द ट्रिटी केउ चुक्ति अनुसायी प्रथम आंग्लो मराठा युद्ध शेष होइथिला। ठीक उत्तर ट्रिटी ऑफ सालाबाई। परवर्ती प्रश्न आज एटा शेष प्रश्न द पिट्स इंडिया एक्ट वाज पास्ड इन पिट्स इंडिया एक्ट केउ मसियारे पारित होइथिला। ठीक उत्तर 1784 मसीहा। सांग माने आज मु आपण मानक पई मॉडर्न इंडियन हिस्ट्री रो प्रथम पार्ट बहुत बड़ इंपोर्टेंट टॉपिक नहीं आसती। 1757 मसीह 1785 मसीहा जाए जेतिक इंपोर्टेंट पॉइंट बनी मु आपन किछि गोटे छोटिया नोट आउ किछि इंपोर्टेंट जीके क्वेश्चन हिसाब रे नहीं आसती। एति क्वेश्चन आपण मन रखिबे आपनकर आगामी एग्जाम रे निहाती रूपे पचरा जिवो। आजिर वीडियो केमिति लागिला निज मतामत कमेंट माध्यम रे जणैबे। मु इंडियन हिस्ट्री को 3 रु 4टा पार्ट रे मॉडर्न इंडियन हिस्ट्री संपूर्ण रूपे कवर करिवि। वीडियो को भल पाइबा देबे, वीडियो को लाइक करिवे, समस्त सांगसाथी प्रत्येक ओडिशावासी ओडिशार कॉम्पिटिटिव पई प्रिपरेशन होउथिबा छात्र छात्री पाखकु शेयर करिवे। नुआ थिले वर्ल्ड अफेयर मधु जीके ओडिया चैनल को सब्सक्राइब करिवे। सबुदिन इंपोर्टेंट जीके करेंट अफेयर स्पोर्ट्स अफेयर वर्ल्ड अफेयर एम्प्लॉयमेंट न्यूज नोटिफिकेशन आपन को एठारे मिली थाए। वीडियो देखिथिबारु बहुत बहुत धन्यवाद। जय जगन्नाथ।